ଆପଣଙ୍କ ଆଖପାଖରେ ଥିବା ଏମିତି ଲୋକ ଯେଉଁମାନେ ସେମାନେ ସେମାନଙ୍କର ବହୁତ ଗୁଡ଼ାଏ ଟ୍ୟାଲେଣ୍ଟ ଅଛି ବୋଲି ଦେଖେଇ ହୁଅନ୍ତି। ବାସ୍ତବିକ ସେମାନଙ୍କ ପାଖରେ କେବଳ ଫେକ୍ ଟ୍ୟାଲେଣ୍ଟ ହିଁ ଥାଏ, ମାନେ ମିଛ ଟ୍ୟାଲେଣ୍ଟ। ୟା ପାଖରୁ ତା ପାଖରୁ କପି କରିବା, ୟା ପାଖରୁ ତା ପାଖରୁ ଅନୁକରଣ କରିବା ସେମାନଙ୍କର ପ୍ରଥମ କାମ ହୋଇଥାଏ। ହେଲେ ସେମାନେ ଆପଣଙ୍କଠୁ ବୟସରେ ବଡ଼ ହୋଇଥିବେ କିମ୍ବା ସେମାନେ ଯୌବନ ଅବସ୍ଥା ପାରେଇ ଯାଇଥିବେ, ଯେଉଁଥିପାଇଁ ସେମାନେ ମାମଲତ୍କାର କରିବାକୁ ମଧ୍ୟ ପଛାନ୍ତି ନାହିଁ। ଫେକ୍ ଟ୍ୟାଲେଣ୍ଟ ଦେଖେଇ ହେବା ପାଇଁ ଏଠି ଅନେକ ଲୋକ ଅଛନ୍ତି। ଆଉ ଫେକ୍ ଟ୍ୟାଲେଣ୍ଟ ଆଗରେ ନା ରିଏଲ ଟ୍ୟାଲେଣ୍ଟ ବେଳେବେଳେ ବନ୍ଧା ପଡ଼ିଯାଏ। ଆଉ ଫେକ୍ ଟ୍ୟାଲେଣ୍ଟ ଆଗରେ ରିଏଲ ଟ୍ୟାଲେଣ୍ଟ ବେଳେବେଳେ ମଳିନ ପଡ଼ିଯାଏ। ଏସବୁକୁ ବୁଝିବା ପାଇଁ ଆମ ପାଖରେ ଆଜି ହୁଏତ ସମୟ ନଥାଇପାରେ କିମ୍ବା ଆମେ ସେଥିପ୍ରତି ମନ ଦେଉନାହୁଁ, ଯେଉଁଥିପାଇଁ ସେ ଫେକ୍ ପିପୁଲ ମାନେ ଫେକ୍ ଟ୍ୟାଲେଣ୍ଟ ଜରିଆରେ ଅନେକ ପ୍ରକାରର ମାନସିକ ନିର୍ଯାତନା ରିଏଲ ପିପୁଲ ଏବଂ ରିଏଲ ଟ୍ୟାଲେଣ୍ଟ ମାନଙ୍କୁ ଦେଇଥାନ୍ତି। ଏଇ ତ ଜୀବନର କଥା।